মতে উদ্ধার রাধা ধব, মতে উদ্ধার রাধা ধব। संगीतां यस्यां वैश्रूयमाणायां कृष्णे परमपुरुषे उत्पद्यते पुंस शोकमोहो भयापः। श्रीमद्भागवतं पुराणममलं यद्वैष्णवानां प्रियं यस्मिन् पारमहंसमेकममलं ज्ञानं परमगीयते। तत्र ज्ञानविरागभक्तिसहितं नैष्कर्ममाविष्कृतं तत्शृणन् सुपठन् विचारेण परो भक्त्या विमुच्ये नरो। अर्थोऽयं ब्रह्मसूत्राणां भारतार्थो विनिर्णय गायत्री भाष्यरूपसु वेदार्थ परिगृहीत सर्ववेदेतिहासारं सारं सारं समुद्रुतं सर्ववेदान्तसारं हि श्रीमद्भागवतमिष्यते। तद्रसामृततृप्तस्य नान्यत्र दुरति क्वचित्। कृष्णभक्तिरसस्वरो श्रीभागवत ताते वेद शास्त्र हईते परम महत। चारि वेद उपनिषदे যত কিছু হয় তার অর্থ লয়া ব্যাস করিল সঞ্চয়। যেই সূত্রে যেই বিষয় বচনা ভাগবতে সেহিরো শ্লোকানি বন্ধন। জীবের নিস্তার লাগে সূত্র কইল ব্যাস, মায়াবাদী ভাষ্য শুনলে হয় সর্বনাশ। চারি বেদ দধি ভাগ মত নবনীত, মথিলেন সুখ খাই লেন পরীক্ষিত। কৃষ্ণ তুল্য ভাগবত বিভো সর্বাশ্রয়, প্রতি শ্লোকে প্রতি অক্ষরে নানা অর্থ কয়। ভাগবত তুলসী গায় ভক্ত জনে, চতুর্ধা বিগ্রহ কৃষ্ণ এই চারি মায়া মুগ্ধ জীবের নাই কৃষ্ণ স্মৃতি জ্ঞান। জীবের কৃপায় কইল কৃষ্ণ বেদ পুরাণ। যাও ভাগবত পড় বৈষ্ণবের স্থানে, একান্ত আশ্রয় কর চৈতন্য। ভাগবত যেন মানে সে যবন সম, তার শাস্তা আছে জন্মে। হরে কৃষ্ণ 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 হরে হরে, হরে রাম
हरे राम 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 हरे हरे। ओम नमो भगवते वासुदेवाय। ओम नमो भगवते वासुदेवाय। ओम नमो भगवते वासुदेवाय। श्रीमद्भागवतम चतुर्थ स्कंद 29 अध्याय श्लोक 39-40। यत्र भागवता राजन् साधवो विशदाशयाः भगवद् गुणानुकथन श्रवण व्यग्र चेतसः तस्मिन् महन् मुखरिता मधुभिचरित्र पीयूषशेष सरितः परितः स्रवन्ति ता जे पिबन्त्य वितृषो नृप गाढ़ कर्णे स्थान स्पृशन्त्य सन त्रोढ़ु भय शोक मोह जत्र भागवता राजन् साधवो विशदाशयाः भगवत गुणानुकथन श्रवण व्यग्रचेतस तस्मिन् महान् मुखरिता मधुभिचरित्र पीयूषशेष सरित परित स्रवन्ति ताजे पिबन्त वितृषो नृपगाढ कर्णे स्थान स्पृशन्त सन त्रुढु भय शोक मोह। शब्दानुवाद जत्र ଯେଉଁଠାରେ
भगवता महान भक्तगण राजन हे राजा साधव साधुगुण विशदाशया उदार हृदय भगवत भगवानंकर गुण गुणावली अनुकथन नियमित भावे कहिबा पई श्रवण शुणिबा व्यग्र व्यग्र खूब आग्रही चेतस जहांकर चेतना तस्मिन् सेठारे महत महान साधुमानंकर मुखरिता मुख निसृत मधुवित मधुसूदनଙ୍କର ଅର୍ଥାତ୍ ମଧୁଦୈତ୍ୟ ଅନ୍ତାଙ୍କର ଚରିତ ଚରିତ ପୀୟୁଷ ଅମୃତର ଶେଷ ଅଧିକ ସରିତ ନଦୀମାନ ପରିତଃ ସବୁ ଦିଗରେ ଥିବା ସ୍ରବନ୍ତୀ ପ୍ରବହମାନ ହୁଅନ୍ତି ତାହା ସେମାନେ ସମସ୍ତେ ଯେ ଯେଉଁମାନେ ପିବନ୍ତି ପାନ କରନ୍ତି ଅବିତୃଷ ତୃପ୍ତ ନ ହୋଇ ନୃପ ହେ ରାଜା ଗାଢ଼ ଏକାଗ୍ର ଚିତ୍ତ ହୋଇ କର୍ଣ୍ଣେଇ ସେମାନଙ୍କର କର୍ଣ୍ଣ ଦ୍ୱାରା ତାନ୍ ସେମାନଙ୍କୁ ନ ନାହିଁ ସ୍ପୃଶନ୍ତି ସ୍ପର୍ଶ କରନ୍ତି ଅସନ୍ କ୍ଷୁଧା ତୃଟ୍ ତୃଷା ଭୟ ଭୟ ଶୋକ ଶୋକ ମୋହା ମୋହ। ଶ୍ରୀଶ୍ରୀମଦ୍ ଗୌରଗୋବିନ୍ଦ ସ୍ୱାମୀ ମହାରାଜଙ୍କ ଦ୍ୱାରା ଓଡ଼ିଆର ଅନୁବାଦ। ହେ ପ୍ରିୟ ରାଜା, ଯେଉଁ ସ୍ଥାନରେ ସଦାଚାର ସମ୍ପନ୍ନ ବିଶୁଦ୍ଧ ଚିତ୍ତ ଓ ଭଗବତ ଗୁଣାନୁବାଦ ଶ୍ରବଣ କୀର୍ତ୍ତନରେ ବ୍ୟାକୁଳିତ ଚିତ୍ତ ଭାଗବତଗଣ ଅବସ୍ଥାନ କରନ୍ତି, ହେ ନୃପ ସେହି ସ୍ଥାନରେ ମହାତ୍ମାମାନଙ୍କର ମୁଖ ବିଗଳିତ ମଧୁରିପୀଙ୍କର ଚରିତାମୃତ ଧରା ବାହିନୀ ସରିତ୍ ଚତୁର୍ଦିଗରେ ପ୍ରବାହିତ ହେଉଥାଏ। ଯେଉଁମାନେ ଅତୃପ୍ତ ଓ ଅଭିନିବିଷ୍ଟ କର୍ଣ୍ଣପୁଟରେ ସେହି ପୀୟୁଷ ବାହିନୀ ସ୍ରୋତସ୍ୱିନୀର ସେବା କରନ୍ତି, ସେମାନଙ୍କୁ କ୍ଷୁଧା ପିପାସା ଭୟ ଶୋକ ମୋହ ସ୍ପର୍ଶ କରିପାରେ ନାହିଁ। ଶ୍ରୀଲ ପ୍ରଭୁପାଦଙ୍କର ଭାବାର୍ଥ। ଯେଉଁଠାରେ ମହାନ ଭକ୍ତଗଣ ଏକତ୍ର ଅବସ୍ଥାନ କରି ନିରନ୍ତର ଭଗବାନଙ୍କର ନାମ ଗୁଣ ଲୀଳା କାହାଣୀ ଶ୍ରବଣ କୀର୍ତ୍ତନରେ ନିଯୁକ୍ତ ଥାଆନ୍ତି, ସେଠାରେ କୃଷ୍ଣ ଚେତନାର ଅନୁଶୀଳନ ସମ୍ଭବପର ହୁଏ। ବୃନ୍ଦାବନ ଭଳି ତୀର୍ଥସ୍ଥାନରେ ଅନେକ ଭକ୍ତ ନିରନ୍ତର ଭଗବାନଙ୍କର ନାମ ଗୁଣ ମହିମା ଶ୍ରବଣ କୀର୍ତ୍ତନରେ ନିଯୁକ୍ତ ଅଛନ୍ତି। ଯଦି କୌଣସି ବ୍ୟକ୍ତି ଏ ସ୍ଥାନରେ ଶୁଦ୍ଧ ଭକ୍ତମାନଙ୍କ ମୁଖରୁ ନିଃସୃତ ହେଉଥିବା ହରିଗୁଣ ଲୀଳାର ମନ୍ଦାକିନୀ ଧାରାରେ ଅବଗାହନ କରିବାର ସୁଯୋଗ ପାଆନ୍ତି, ତାହେଲେ ସେ ଅତି ସହଜରେ କୃଷ୍ଣ ଚେତନାର ଅନୁଶୀଳନ କରିପାରନ୍ତି। ବ୍ୟକ୍ତି ସର୍ବଦା ଭଗବାନଙ୍କର ନାମ ଗୁଣ ମହିମାର ଶ୍ରବଣ କୀର୍ତ୍ତନରେ ନିଯୁକ୍ତ ହୋଇଗଲେ ନିଶ୍ଚିତ ଭାବରେ ଦେହ ଧାରଣାର ଊର୍ଦ୍ଧ୍ୱକୁ ଉନ୍ନୀତ ହୋଇଥାଏ। ଯେତେବେଳେ ବ୍ୟକ୍ତି ଦେହ ଧାରଣାରେ ଥାଏ, ସେତେବେଳେ ସେ କ୍ଷୁଧା ତୃଷା ଶୋକ ମୋହ ଆଦିର ତୀବ୍ର ପୀଡ଼ାର ଅନୁଭବ କରେ। କିନ୍ତୁ ଯେତେବେଳେ ସେ ଭଗବାନଙ୍କର ନାମ ଗୁଣ ମହିମାର ଶ୍ରବଣ କୀର୍ତ୍ତନରେ ନିଯୁକ୍ତ ହୋଇଯାଏ, ସେତେବେଳେ ସେ ଦେହ ଧାରଣାର ଊର୍ଦ୍ଧ୍ୱ ସ୍ଥିତିକୁ ଚାଲିଯାଏ। ଭଗବତ ଗୁଣାନୁକଥନ ଶ୍ରବଣ ବ୍ୟଗ୍ର ଚେତସ ଶବ୍ଦର ଅର୍ଥ ହେଉଛି ଭଗବାନଙ୍କର ଲୀଳା ଗୁଣ ମହିମା ଶ୍ରବଣ କୀର୍ତ୍ତନ କରାଯାଇଥିବା ସ୍ଥାନ ପାଇବା ପାଇଁ ସର୍ବଦା ବ୍ୟଗ୍ର ହେବା। ଏହା ବଡ଼ ଅର୍ଥପୂର୍ଣ୍ଣ ଅଟେ। ଏକ ବ୍ୟବସାୟୀ ତାହାର ବ୍ୟବସାୟ ନିମିତ୍ତ ଅନୁକୂଳ ଏକ ସ୍ଥାନକୁ ଯିବା ପାଇଁ ସର୍ବଦା ବ୍ୟଗ୍ର ହୋଇଥାଏ। ଠିକ୍ ତଦ୍ରୂପ ଭାବେ ମୁକ୍ତ ମହାପୁରୁଷମାନଙ୍କର ମୁଖରୁ ହରିକଥା ଶୁଣିବା ପାଇଁ ଏକ ଭକ୍ତ ସର୍ବଦା ଖୁବ୍ ବ୍ୟଗ୍ର ହୋଇଥାଏ। ମୁକ୍ତ ମହାତ୍ମାମାନଙ୍କ ମୁଖରୁ ଭଗବାନଙ୍କର ନାମ ଗୁଣ ମହିମା ଶ୍ରବଣ କଲାକ୍ଷଣି ବ୍ୟକ୍ତି କୃଷ୍ଣ ଚେତନାରେ ଉଦ୍ବୁଦ୍ଧ ହୋଇ ଉଠନ୍ତି। ଏହା ମଧ୍ୟ ଅନ୍ୟ ଏକ ଶ୍ଲୋକରେ ସ୍ୱୀକୃତ ହୋଇଛି। ଶତାଂ ପ୍ରସଙ୍ଗାନ୍ ମମ ବୀର୍ଯ୍ୟ ସମ୍ବିତୋ ଭବନ୍ତି ହୃତ୍କର୍ଣ୍ଣ ରସାୟନଃ କଥା ତଜ୍ଜୋଷଣା ତାସୁ ଅପବର୍ଗବର୍ତ୍ମନି ଶ୍ରଦ୍ଧା ରତିର୍ ଭକ୍ତିର୍ ଅନୁକ୍ରମିଷ୍ୟତି। ଅର୍ଥାତ୍ ସାଧୁଗଣଙ୍କର ପ୍ରକୃଷ୍ଟ ସଙ୍ଗ ଭଗବାନଙ୍କର ମାହାତ୍ମ୍ୟ ପ୍ରକାଶକ ଯେଉଁ ସମସ୍ତ ଶୁଦ୍ଧ ହୃଦୟ ଓ କର୍ଣ୍ଣର ପ୍ରୀତି ଉତ୍ପାଦକ କଥା ଆଲୋଚିତ ହୁଏ, ତାହା ପ୍ରୀତିର ସହିତ ସେବା କରି କରି ଶୀଘ୍ର ଅବିଦ୍ୟା ନିବୃତ୍ତିର ପଥସ୍ୱରୂପ ଭଗବାନଙ୍କର ଠାରେ ଯଥାକ୍ରମେ ପ୍ରଥମେ ଶ୍ରଦ୍ଧା, ପରେ ରତି, ଅବଶେଷରେ ପ୍ରେମ ଭକ୍ତିର ଉଦିତ ହୁଏ। ଶ୍ରୀମଦ୍ ଭାଗବତ ତୃତୀୟ ସ୍କନ୍ଧ 25 ଅଧ୍ୟାୟ 25 ଶ୍ଲୋକ। ଶୁଦ୍ଧ ଭକ୍ତମାନଙ୍କର ସଙ୍ଗ ଲାଭ କଲେ ବ୍ୟକ୍ତି ଭଗବାନଙ୍କର ନାମ ରୂପ ଗୁଣ ମହିମାର ଶ୍ରବଣ କୀର୍ତ୍ତନ ପ୍ରତି ଆକୃଷ୍ଟ ହୁଏ। ଏହିପରି ଭାବରେ ବ୍ୟକ୍ତି କୃଷ୍ଣ ଚେତନାର ଅନୁଶୀଳନ କରିପାରେ ଏବଂ ଏ ମାର୍ଗରେ ଅଗ୍ରଗତି କଲାକ୍ଷଣି ତାହାର ଭଗବାନଙ୍କ ଠାରେ ଭଗବତ କଥାରେ ଶ୍ରଦ୍ଧା ଜାତ ହୁଏ ଏବଂ କ୍ରମଶଃ ଭଗବତ କଥାରେ ରୁଚି ଓ ତାପରେ ଭଗବାନଙ୍କ ଠାରେ ଆସକ୍ତି ଜାତ ହୁଏ ଏବଂ ଏହିପରି ଭାବରେ ସେ ଖୁବ୍ ଶୀଘ୍ର ପୂର୍ଣ୍ଣ କୃଷ୍ଣ ଚେତନା ଲାଭ କରେ। କୃଷ୍ଣ ଚେତନା ମାର୍ଗରେ ସଫଳତା ଲାଭର ରହସ୍ୟ ହେଉଛି ଉପଯୁକ୍ତ ଅଧିକାରୀଙ୍କ ଠାରୁ କୃଷ୍ଣ କଥା ଶ୍ରବଣ କରିବା। ଏକ କୃଷ୍ଣ ଚେତନଶୀଳ ବ୍ୟକ୍ତି ଜଡ଼ ଶରୀରର ଆବଶ୍ୟକତା ପ୍ରତି ଅର୍ଥାତ୍ ଆହାର ନିଦ୍ରା ଭୟ ଓ ମୈଥୁନ ପ୍ରତି କେବେ ହେଲେ ଧ୍ୟାନ ଦିଏ ନାହିଁ କିମ୍ବା ସେଥିରେ ବିବ୍ରତ ହୁଏ ନାହିଁ। ଯତ୍ର ଭାଗବତା ରାଜନ୍ ସାଧବୋ ବିଶଦାଶୟାଃ ଭଗବତ୍ ଗୁଣାନୁକଥନ ଶ୍ରବଣ ବ୍ୟଗ୍ର ଚେତସ
तस्मिन् महन्मुखरिता मधुविचरित्र पीयूष शेष सरित परित स्रवन्ति ताजे पिबन्त वितृष्ण नृपगाढ कर्णे स्थान स्पृश्यन्त सनतृडु भय शोकमोहा। हे प्रिय राजा, ଯେଉଁ ସ୍ଥାନରେ ସଦାଚାର ସମ୍ପନ୍ନ ବିଶୁଦ୍ଧ ଚିତ୍ତ ଓ ଭାଗବତ ଗୁଣାନୁବାଦ ଶ୍ରବଣ କୀର୍ତ୍ତନରେ ବ୍ୟାକୁଳିତ ଚିତ୍ତ ଭାଗବତଗଣ ଅବସ୍ଥାନ କରନ୍ତି, ହେ ନୃପ ସେହି ସ୍ଥାନରେ ମହାତ୍ମାମାନଙ୍କର ମୁଖ ବିଗଳିତ ମଧୁରିପୁଙ୍କର ଚରିତାମୃତ ଧରାବାହିନୀ ସରିତ ଚତୁର୍ଦିଗରେ ପ୍ରବାହିତ ହେଉଥାଏ। ଯେଉଁମାନେ ଅତୃପ୍ତ ଓ ଅଭିନିବିଷ୍ଟ କର୍ଣ୍ଣପୁଟରେ ସେହି ପୀୟୁଷ ବାହିନୀ ସ୍ରୋତସ୍ୱିନୀର ସେବା କରନ୍ତି, ସେମାନଙ୍କୁ କ୍ଷୁଧା ପିପାସା ଭୟ ଶୋକ ମୋହ ସ୍ପର୍ଶ କରିପାରେ ନାହିଁ। ତ ନାରଦ ମହର୍ଷି ଜଣେ ମହାଜନ ମହାଭାଗବତ, ଯିଏକି ରାଜା ପ୍ରାଚୀନ ଭବିଷ୍ୟତଙ୍କୁ ବର୍ତ୍ତମାନ ସେଇ ପୁରଞ୍ଜନ ଉପାଖ୍ୟାନକୁ ଭଲ ଭାବରେ ବ୍ୟାଖ୍ୟା କରି ତାଙ୍କୁ ବୁଝାଉଛନ୍ତି। ଯେଉଁ ପୁରଞ୍ଜନ ଉପାଖ୍ୟାନକୁ ପ୍ରଥମେ ରାଜା ପ୍ରାଚୀନ ଭବିଷ୍ୟତ ବୁଝିପାରିଲେନି, ଯଦିଓ ସେ ଗୋଟେ ଗଳ୍ପ ଥିଲା। ସେ ଗଳ୍ପ କହିବା ପରେ ମଧ୍ୟ ବି ଯେତେବେଳେ ରାଜା ପ୍ରାଚୀନ ଭବିଷ୍ୟତ ବୁଝିପାରିଲେ ନାହିଁ, ବର୍ତ୍ତମାନ ତାକୁ ପୁଣି ଭଲ ଭାବରେ ପ୍ରତ୍ୟେକ ଶ୍ଲୋକକୁ ପ୍ରତ୍ୟେକ ଅର୍ଥ ବ୍ୟାଖ୍ୟା କରି ତାକୁ ସେ ବୁଝାଉଛନ୍ତି। ଏ ଶ୍ଲୋକରେ ବିଶେଷ କରି କୁହାଯାଇଛି, ଯୋଉଠି ଭଗବାନଙ୍କର ଭକ୍ତମାନେ ଗୁଣ କୀର୍ତ୍ତନ କରନ୍ତି ଭଗବାନଙ୍କର, ବା ଯୋଉଠି ଭଗବାନଙ୍କର ଭକ୍ତମାନେ ରହନ୍ତି, ଯୋଉଠି ହରିନାମ ସଂକୀର୍ତ୍ତନର ଯଜ୍ଞ ମହୋତ୍ସବ ଅନୁଷ୍ଠିତ ହୋଇଥାଏ, ସେହି ସ୍ଥାନ ପ୍ରକୃତ ପକ୍ଷେ ଯାହା କୁହାଯାଏ ସେ ସ୍ଥାନ ହେଉଛି ବୃନ୍ଦାବନ। ତେଣୁ ପ୍ରକୃତ ପକ୍ଷେ ଏ ଜଗତ ଦୁଃଖାଳୟ ବୋଲି ଶ୍ରୀମଦ୍ ଭଗବତ ଗୀତାରେ ଭଗବାନ ନିଜେ କହିଛନ୍ତି। ମାମୁପେତ୍ୟ ପୁନର୍ଜନ୍ମ ଦୁଃଖାଳୟମ୍ ଅଶାଶ୍ୱତମ୍ ନାପ୍ନୁବନ୍ତି ମହାତ୍ମାନମ୍ ସଂସିଦ୍ଧିଂ ପରମାଙ୍ଗତା। ଏ ଜଗତ ହେଉଛି ଦୁଃଖର ଘର। ଏଠି ପ୍ରତ୍ୟେକ ମୁହୂର୍ତ୍ତରେ ବିପଦ ଅଛି, ସବୁ ସମୟରେ ପ୍ରତିବନ୍ଧକ ଇତ୍ୟାଦି ସବୁ ରହିଛି। ଏ କଥା ମହାତ୍ମା ମାନେ, ଯେଉଁମାନେ ମହାଜନ ମାନେ ଏକଥା ଜାଣନ୍ତି। ତେଣୁ ସେମାନେ ସର୍ବଦା ବ୍ୟାକୁଳିତ ହୁଅନ୍ତି କିଭଳି ସେ ଜଗତକୁ ଯିବା ପାଇଁ, ଯେଉଁ ଜଗତରେ ଭଗବାନ ତାଙ୍କର ନିତ୍ୟ ସହଚରୀ ମାନଙ୍କ ସହିତ ରାସଲୀଳାରେ ମଗ୍ନ ଅଛନ୍ତି, ଗୋଲକ ବୃନ୍ଦାବନ, ସେ ସ୍ଥାନକୁ ଯିବା ପାଇଁ ସର୍ବଦା ବ୍ୟସ୍ତ ରହିଥାନ୍ତି। ଏ ଜଗତର ଭଲ ମନ୍ଦରେ ସେମାନେ କୌଣସି ପ୍ରକାର ଭାବରେ ବିଚଳିତ ହୁଅନ୍ତି ନାହିଁ। ତାହେଲେ ଆମେ କାହିଁକି ଏ ଜଗତକୁ ଆସିଲେ? ଯଦିଓ ଭଗବାନଙ୍କର ଆମେ ହେଉଛୁ ସନ୍ତାନ, ଆମେ ଭଗବାନଙ୍କର ଅଂଶ ବିଶେଷ, ତାହେଲେ ଭଗବାନ କାହିଁକି ଏ ଦୁଃଖମୟ ଜଗତକୁ ଆମକୁ ପଠେଇଲେ? ଏ ପ୍ରଶ୍ନ ଆମର ଉଠେ। ଏଇ ଭୌତିକ ଜଗତ ଯାହାକି ଦୁଃଖର ଆଳୟ, ସେ ପ୍ରକାର ଦୁଃଖମୟ ସ୍ଥାନକୁ ଭଗବାନ ଆମକୁ କାହିଁକି ପଠେଇଲେ? ପ୍ରକୃତ ପକ୍ଷେ ଭଗବାନ ଆମକୁ ପଠେଇ ନାହାନ୍ତି। ଭଗବାନ ଆମକୁ ଯଦି ପଠେଇଥାନ୍ତେ ତାହେଲେ ସେ ଭଗବାନ କାହିଁକି ଆମ ଏଇ ଜଗତକୁ ଆସନ୍ତେ ଏବଂ ଆମକୁ ନେବା ପାଇଁ ସେ ବ୍ୟବସ୍ଥା କରନ୍ତି। ଭଗବାନ ପ୍ରତ୍ୟେକ ଯୁଗରେ ଅବତାର ଗ୍ରହଣ କରୁଛନ୍ତି, ତା ସହିତ ତାଙ୍କର ପ୍ରିୟ ଭକ୍ତମାନଙ୍କୁ ଏଠାକୁ ପ୍ରେରଣ କରୁଛନ୍ତି। ତା ସହିତ ଶାସ୍ତ୍ରରେ ତାଙ୍କର କଥା ମଧ୍ୟ କୁହାଯାଇଛି ଏବଂ ପରମାତ୍ମା ରୂପରେ ଭଗବାନ ସର୍ବଦା ଆମମାନଙ୍କୁ ପ୍ରେରଣା ପ୍ରଦାନ କରୁଛନ୍ତି କିଭଳି ସେ ଜଗତକୁ ଯିବା। ଯଦି ସେ ଏଇ ଜଗତକୁ ଆମକୁ ପଠେଇଥାନ୍ତି ତାହେଲେ ସେ କାହିଁକି ଆମକୁ ଏଇ ଜଗତକୁ ନେବା ପାଇଁ ଚେଷ୍ଟା କରନ୍ତି? ପ୍ରକୃତ ପକ୍ଷେ ଆମର ଯାହା କୁହାଯାଏ ଲାଳସା ବା ଆମର ଯେଉଁ ଭୋଗାକାଂକ୍ଷା ରହିଛି, ସେ ଭୋଗାକାଂକ୍ଷା ହେତୁ ଆମେ ଏ ଜଗତକୁ ଆସିଛେ। ଏଇଟା ହେଉଛି ଆମର ପ୍ରକୃତ ପକ୍ଷେ ଦୋଷ, ଏଠି ଭଗବାନଙ୍କର ଦୋଷ ନୁହଁ। ତେଣୁ ସେଥିପାଇଁ ବିଭିନ୍ନ ଶାସ୍ତ୍ର ମାନଙ୍କରେ, ଶ୍ରୀମଦ୍ ଭାଗବତମରେ ବ୍ୟାସଦେବ ସୁଖଦେବ ଗୋସ୍ୱାମୀଙ୍କ ମୁଖରେ ଏକଥା କହୁଛନ୍ତି ଯେ ପ୍ରକୃତ ପକ୍ଷେ ଏ ଜଗତ ଦୁଃଖାଳୟ ହେଲେ ମଧ୍ୟ ଭକ୍ତମାନେ ଏହାକୁ ସୁଖାଳୟରେ ପରିଣତ କରିବେ। ଭଗବାନଙ୍କ ପ୍ରିୟ ଭକ୍ତ ଏ ଜଗତକୁ ସେମାନେ ସୁଖାଳୟରେ ପରିଣତ କରିପାରିବେ। ଯଦିଓ ଦୁଃଖାଳୟ ବୋଲି ଭୌତିକ ଜଗତକୁ ଗୀତାରେ କୁହାଗଲା, ତଥାପି ଭାଗବତରେ ଏ ପ୍ରସଙ୍ଗରେ କୁହାଯାଇଛି ଏ ଜଗତକୁ ଆମେ ସୁଖାଳୟରେ ପରିଣତ କରିପାରିବା। ତାର ଉଦାହରଣ ଦେଇକି ଶ୍ରୀମଦ୍ ଭାଗବତରେ କୁହାଯାଇଛି, ନ ଯତ୍ର ବୈକୁଣ୍ଠ କଥା ସୁଧା ପଗା ନ ସାଧବ ତଦାଶ୍ରୟା ନ ଯତ୍ର ଯଜ୍ଞେଶ ମଖା ମହୋତ୍ସବା ସୁରେଶ ଲୋକ ଅପି ନ ବେ ସେବ୍ୟତାମ। এই କଥା କୁହାଯାଇଛି ପଞ୍ଚମ ସ୍କନ୍ଦ ଭାଗବତରେ। ଶ୍ରୀମଦ୍ ଭାଗବତ ପଞ୍ଚମ ସ୍କନ୍ଧରେ କୁହାଯାଇଛି, ଯୋଉଠି ପ୍ରକୃତ ପକ୍ଷେ ଭଗବାନଙ୍କର କଥା ଚରିତ ଗୁଣାନୁବାଦ ଆଲୋଚନା ହଉଛି, ସେ ସ୍ଥାନ ପ୍ରକୃତ ପକ୍ଷେ ଦୁଃଖାଳୟ ନୁହଁ। ଯାହା କୃଷ୍ଣ ତାହା ନାହିଁ ମାୟାର ଅଧିକାର, କୃଷ୍ଣ ସୂର୍ଯ୍ୟ ସମ ମାୟା ହୟ ଅନ୍ଧକାର। ସେଇ ଶ୍ରୀମଦ୍ ଭାଗବତ ତୃତୀୟ ସ୍କନ୍ଧରେ ମଧ୍ୟ କୁହାଯାଏ, କପିଳ ଦେବ ମଧ୍ୟ କହୁଛନ୍ତି,
शतां प्रसंगान मम वीर्य संवितो भवन्ति हृत्कर्ण रसायना कथा तज्जोषणात् आसु अपवर्ग वर्त्मनि श्रद्धा रतिर भक्तिर अनुक्रमिष्यति। जोटी भक्त माने मोर गुण कीर्तन करती भगवान निजे कपिलदेव कहते जोटी भक्त माने मिलित होई मोर बीर्जवती कथा कीर्तन करती भगवानंकर कथा शक्तिशाली भगवानंकर गोटे ऐश्वर्य हूँ शक्ति से तांकर कथा मध्य शक्ति संपन्न शतांग प्रसंगान मम बीर्ज संबित तांकर कथा शक्तिशाली भवंती हृत्कर्ण रसायना कथा एवं से कथा को श्रवण कला परे आम हृदय भितर गोटे कंपन सृष्टि जो कंपन सृष्टि होगा द्वारा तापर कौन हुए ना भगवान प्रति से भगवान कथा श्रवण कला परे भगवान प्रति आमर रुचि जागृत हुए भगवान को पाइबापी आम भितर आकांक्षा जन्म हुए यहीटा गोटे कथा नुह जुगपथ दीटा जिनस जात हुए गोटे भगवान सेवा प्रति रुचि जागृत हुए आउ गोटे कथा कहुई श्रद्धा रतिर भक्तिर अनुक्रमिष्यति ता सहित आम भितर श्रद्धा जागृत हुए भक्ति जागृत हुए एवं क्रमश जहाँ कह क्रमान्वय रति भक्ति अनुक्रम आस्ते आस्ते क्रमान्वय वृद्धि लाभ करे भाव प्रेम स्तर को वृद्धि लाभ करे आउ ता सहित हृदय जो विषय मल शून्य हो जाए जो महिला सब अच्छी से गुड़ाक लोप पाई जाए यही भाव में जुगपथ दीटा कार्य हुए जो भगवान कथा शुद्ध भक्त मान मुखे शुणी था तेणु से कहुई जोटी भगवान लीला चरित आलोचना करा से स्थान दुखर आलय नुह न जत्र वैकुंठ कथा सुधा पगा न साधव तदाश्रय जोटी साधु माने बसती स्थापन कर साधु माने जोटी अछंती से स्थान रे आमे रहिबा दरकार से स्थान रे संगलाप करिवार दरकार से कथा कहुई कलिजुग सबु प्रकार दोष थिले मध्य दुईटी मूल्यवान गुण कलिजुग थिबा हेतु परीक्षित महाराज कली को मारिले नाही जदिओ से खड़ग उत्तोलन करी कली को हत्या करने उद्यत होते तथापि जितेबाला देखिले कलिजुगर ये दुईटी मूल्यवान गुण अच्छी से कली को मारे ना से हूँ साधु संग एवं नाम कीर्तन कलो दोष ही निधे राजनस्ति ही एक महान गुण कीर्तनादेव कृष्ण से मुक्त संग परं व्रजेत कलिजुगर एत प्रकार दोष थिले मध्य दुईटी जो महान गुण अच्छी परीक्षित महाराज गुणग्राही होता हेतु सारग्राही होता हेतु से कली को हत्या कले से गुणटा को देखिले दोष को देखिले जमी भगवान गुण को देखती दोष को देखती से प्रिय भक्त मध्य गुण को देखिले कलिजुगर गुणटा को देखिले दोष देखिले दोष जदि अनंत दोष रही अनंत दोष रही कलो दोष ही निधे राजनस्ती एक कलिजुगर अमाप दोष रही किंतु ये जो मूल्यवान गुण दुईट रही से मूल्यवान गुण दुईट देखी कलिजुग को से आश्रय देले कीर्तनादेव कृष्ण से मुक्त संग प्रजे साधु संग नाम कीर्तन करवा साधु संगे कृष्ण नाम यही मात्र चाय संसार जनित यार कौन वस्तु ना साधु संगे जो भगवान दिव्य नाम कीर्तन होती प्रकृत पक्षे आम संसार को जय कर तेणु ये प्रसंग चैतन्य भागवत वृंदावन दास ठाकुर कहते प्रकृत पक्षे से स्थान यही जो दुखालय बोली कहुच्छी से दुखालय किभली भाव सुखालय परिणत होची जे स्थाने तो मार नहीं जसेर प्रचार जे स्थान तो मार नहीं जसेर प्रचार जथा नहीं वैष्णव अवतार जथा नहीं वैष्णव गणेर अवतार जेखाने तोमार महा महोत्सव नहीं जेखाने तोमार महा महोत्सव नहीं इंद्रलोक हईले ओ ताहा नहीं जाही इंद्रलोक हईले ओ
ନାହିଁ ଯାଏ। ଗର୍ଭବାସ ଦୁଃଖ ପ୍ରଭୁ ଏହା ମୋର ଭଲ। ଗର୍ଭବାସ ଦୁଃଖ ମୋର ଏହା ମୋର ଭଲ। ଯଦି ତୋର ସ୍ମୃତି ମୋର ରହେ ସର୍ବକାଳ, ଯଦି ତୋର ସ୍ମୃତି ମୋର ରହେ ସର୍ବକାଳ, ତୋର ପାଦ ପଦ୍ମର ସ୍ମରଣ ନାହିଁ ଯଥା, ତୋର ପାଦ ସ୍ମରଣ ସ୍ମରଣ ନାହିଁ ଯଥା। ହେନ କୃପା କରି ପ୍ରଭୁ ନା ঠেলিয়া তথায়, হেন কৃপা করি প্রভু না ঠেলিয়া তথা। ଏଥିରେ ବୃନ୍ଦାବନ ଦାସ ଗୋଟେ ବହୁତ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି। ଯେତେବେଳେ ଗୋଟେ ସନ୍ତାନ ଗର୍ଭରେ ଥାଏ, ମାର ଗର୍ଭରେ ଥାଏ, ମାତୃକୁଖରେ ଥାଏ, ସେତେବେଳେ ତାକୁ ବହୁତ ଯନ୍ତ୍ରଣା ହୁଏ। ଅନନ୍ତ ଯାହା କୁହାଯାଏ ଅଶେଷ କୀଟ ମାନେ ଦଂଶନ କରୁଥାନ୍ତି। ଆମ ଗୁରୁଦେବ କହନ୍ତି ଯେ ଗୋଟିଏ କଙ୍କଡା ବିଛା କାମୁଡ଼ିଲେ କେତେ କଷ୍ଟ ହୁଏ, ଯଦି 100ଟା କଙ୍କଡା ବିଛା ଏକା ସାଙ୍ଗରେ କାମୁଡ଼ିବେ ସେ କେତେ କଷ୍ଟ ହବ। ତେଣୁ ଗର୍ଭରେ ଥିବା ସନ୍ତାନରେ 100ଟି କଙ୍କଡା ବିଛା କାମୁଡ଼ିବାର ଦଂଶନ ଆମେ ସେତେବେଳେ ଅନୁଭବ କରିଛେ। କିନ୍ତୁ ସେଇ ଗର୍ଭବାସ ଦୁଃଖଟା ହିଁ ଆମ ପାଇଁ ଭଲ, ଯେତେବେଳେ ଭଗବାନଙ୍କର ସ୍ମୃତି ଅଛି। ପରୀକ୍ଷିତ ମହାରାଜ ଦେଖିଲେ ଭଗବାନଙ୍କୁ ଦର୍ଶନ କଲେ। ତେଣୁ ଗର୍ଭବାସରେ ଥିଲେ ମଧ୍ୟ ଆମେ ଭଗବାନଙ୍କୁ ଦର୍ଶନ କରୁଥାଉ। ସେଇ ସମୟରେ ମାନବ ମାତୃକୁକ୍ଷରେ ଥିଲାବେଳେ ତାର ଭଗବତ ସ୍ମୃତି ଥାଏ। ଯଦିଓ ମାତୃଗର୍ଭରେ ଅଶେଷ ଯନ୍ତ୍ରଣା ଥାଏ, ତଥାପି ସେ ଏହାକୁ ତ୍ୟାଗ କରିବାକୁ ଇଚ୍ଛା କରେ ନାହିଁ, କାରଣ ମାଇକ ଜଗତ ଏହା ଅପେକ୍ଷା ଅଧିକ ଭୟଙ୍କର ବା ଦୁଃଖପୂର୍ଣ୍ଣ। ସେଥିପାଇଁ ଭକ୍ତ ସତତ ପ୍ରାର୍ଥନା କରେ, ମୋତେ ପ୍ରକାର ସ୍ଥାନରେ ରଖ ଯେଉଁଠାରେ ଆପଣଙ୍କର ପାଦ ପଦ୍ମର ସ୍ମୃତି ହବ। ତାହେଲେ ଏ ଦୁଃଖପୂର୍ଣ୍ଣ ସ୍ଥିତି, ଏ ଭୌତିକ ଜଗତ ଯାହାକି ବସତି ଯୋଗ୍ୟ ସ୍ଥାନ ନୁହେଁ, ସେଠାରେ କିଛି ବସତି ଯୋଗ୍ୟ ସ୍ଥାନ ମିଳିପାରେ। କୃଷ୍ଣ କୀର୍ତ୍ତନ ହିଁ ଯାବତୀୟ ଦୁଃଖ ଦୂର କରେ, ହରିଚରିତ ଶ୍ରବଣ ହିଁ ଯାବତୀୟ ଦୁଃଖ ଦୂର କରେ। ତେଣୁ ଦୁଃଖାଳୟ ରୂପକ ଭୌତିକ ଜଗତରେ ହରିଚରିତ ଶ୍ରବଣ କୀର୍ତ୍ତନର ବ୍ୟବସ୍ଥା ହେଲେ ହିଁ ଏହା ବସତି ଯୋଗ୍ୟ ସ୍ଥାନ ହେବ। ସେଥିପାଇଁ କୁହାଯାଏ ସାଧୁ ସଙ୍ଗରେ ଭଗବାନଙ୍କର ଦିବ୍ୟ ନାମ କୀର୍ତ୍ତନ ଯୋଉଠାରେ ହଉଛି, ସେଠାରେ କୌଣସି ପ୍ରକାର ମାୟା ପ୍ରବେଶ କରିପାରିବ ନାହିଁ। ତେଣୁ ସାଧୁ ସଙ୍ଗ ଫଳରେ ବହୁତ ଯୋଉଗୁଡାକ ଯାହା କୁହାଯାଏ ଅତି ଦୁଷ୍ଟ ଲୋକମାନଙ୍କର ପରିବର୍ତ୍ତନ ହେଇଛି। ଯୋଉମାନେ ଦୁଷ୍ଟ, ଯୋଉମାନେ ରାକ୍ଷସ ପ୍ରକୃତିର ବିଶିଷ୍ଟ ବ୍ୟକ୍ତି ମଧ୍ୟ ସାଧୁମାନଙ୍କର ସଙ୍ଗ ଲାଭ କରିବା ଫଳରେ ତାଙ୍କର ଜୀବନର ଅଭୂତପୂର୍ବ ପରିବର୍ତ୍ତନ ଘଟିଛି। ଜଗାଇ ମାଧାଇର ଉଦାହରଣ। ଜଗାଇ ମାଧାଇ ସେମାନେ ମହାନ ପାପୀ ଥିଲେ, ଯଦିଓ ସେମାନେ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ, କିନ୍ତୁ ମଦ୍ୟପାନ କରି ଅବୈଧ ସ୍ତ୍ରୀ ସଙ୍ଗ, ନିଶାଦ୍ରବ୍ୟ ସେବନ, ମାଛ ମାଂସ ଇତ୍ୟାଦି ଖାଇବା ହେତୁ ସେମାନଙ୍କର ଜୀବନ ସମ୍ପୂର୍ଣ୍ଣ ଭାବରେ ପରିବର୍ତ୍ତନ ହେଇଯାଇଥିଲା। କିନ୍ତୁ ହରିଦାସ ଠାକୁର ଏବଂ ନିତ୍ୟାନନ୍ଦ ପ୍ରଭୁଙ୍କର ସଙ୍ଗଲାଭ, ମହାପ୍ରଭୁଙ୍କର ସଙ୍ଗଲାଭ କରିବା ଫଳରେ ତାଙ୍କ ଜୀବନର ଅଭୂତପୂର୍ବ ପରିବର୍ତ୍ତନ ଘଟିଲା। ଏବଂ ସେମାନେ ତ ସେ ସବୁକୁ ତ୍ୟାଗ କଲେ, କିନ୍ତୁ ଏଭଳି ଭାବରେ ସେମାନେ ଭକ୍ତମାନଙ୍କର ସେବା କରିଛନ୍ତି, ଆମେ ଶୁଣିଲେ ଆଶ୍ଚର୍ଯ୍ୟ। ଏବଂ ଯାହାଙ୍କୁ ଦର୍ଶନ କଲେ, ଗଙ୍ଗା ନଦୀରେ ସ୍ନାନ କରିକି ସେମାନେ ପାପ ଧୋଉଥିଲେ, ଯେ ଆଜି ଆମେ ଜଗାଇ ମାଧବଙ୍କର ଦର୍ଶନ କରିକି ଆମର ଜୀବନ ଯାହା କୁହାଯାଏ ପାପ ପୂର୍ଣ୍ଣ ହେଇଗଲା। ତାଙ୍କୁ ଦର୍ଶନ କଲା କରି କ୍ଷଣି ଗଙ୍ଗାରେ ସ୍ନାନ କରିକି ନିଜର ପାପକୁ ଧୋଉଥିଲେ, ସେଇ ଜଗାଇ ମାଧବଙ୍କୁ ପରବର୍ତ୍ତୀ ସମୟରେ ଦର୍ଶନ କଲା ପରେ ଆଉ ଗଙ୍ଗା ନଦୀରେ ସ୍ନାନ କରିବାର ଆବଶ୍ୟକତା ରହିଲାନି। ସେମାନଙ୍କୁ ଦର୍ଶନ କଲା ପରେ ଗଙ୍ଗା ନଦୀର ସ୍ନାନର ଫଳ ସେମାନେ ପାଇଗଲେ। ଏଭଳି ଭାବରେ ତାଙ୍କର ପରିବର୍ତ୍ତନ ହେଇଗଲା ଜଗାଇ ମାଧବଙ୍କର। ସେଇଭଳି କୁହାଯାଇଛି, ମୃଗାରୀ ବ୍ୟାଧର କଥା କୁହାଯାଇଛି, ଦଶରତ୍ନାର କଥା କୁହାଯାଇଛି। ମୃଗାରୀ ବ୍ୟାଧ ଯିଏକି ନାରଦ ମହର୍ଷିଙ୍କର ସଙ୍ଗଲାଭ କରିବା ଫଳରେ ତା ଜୀବନରେ ମଧ୍ୟ ଅଭୂତପୂର୍ବର ପରିବର୍ତ୍ତନ ହେଇଗଲା। ସେଇଭଳି ନିଜେ ପ୍ରଭୁପାଦ ମହାରାଜ ତାଙ୍କର ଡାଏରୀରେ ମଧ୍ୟ ଲେଖିଛନ୍ତି ଯେ ମୁଁ ପ୍ରକୃତ ପକ୍ଷେ ଜଣେ ସ୍ୱାଧୀନତା ସଂଗ୍ରାମୀ ଥିଲି। ମହାତ୍ମା ଗାନ୍ଧୀଙ୍କୁ ମୋର ଆଦର୍ଶ ବୋଲି ମୁଁ ମାନିଥିଲି, ଆଉ ମୁଁ ମୋର ବିଜନେସ୍ କରୁଥିଲି। କିନ୍ତୁ ଯେତେବେଳେ ମୋର ବନ୍ଧୁ ନେଇକି ମୋ ଗୁରୁଦେବଙ୍କ ସହିତ ସାକ୍ଷାତ କରାଇଦେଲେ, ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁରଙ୍କ ସହିତ ସଙ୍ଗଲାଭ କରାଇଦେଲେ, ସେ ଜୀବନ ମୁଁ ଯେତେବେଳେ ତାଙ୍କ ଦର୍ଶନ ଲାଭ କରି ଏବଂ ତାଙ୍କ ସହିତ କଥାବାର୍ତ୍ତା କଲି, ଏବଂ ସିଏ ମୋତେ ଯୋଉ ଉପଦେଶ ପ୍ରଦାନ କଲେ, ମୋ ହୃଦୟରେ ଏକ ଗଭୀର ରେଖାପାତ କଲା।
तापर मो जीवन अभूतपूर्व परिवर्तन घटला। आज मु जो कृष्ण चेतना समग्र पृथ्वी रे प्रचार करछि केवल से मो गुरुदेवंकर कृपा है। यही हूँ साधु संगर प्रभाव। तेणु आम मान जीवन जहाँ भी किसी होइछि आमर जीवन तो से किसी परिवर्तन नहीं, तथापि मध्य साधु गुरुंकर संगलाप साधु गुरुंकर संगलाप करने फल ही आम जीवन में परिवर्तन। तेणु यही साधु संग फल जीवन अभूतपूर्व परिवर्तन। तेणु कलिजुगे ये जो साधु संगर महत्व अधिक कहुई। तेणु से कथा कहुई न जत्र वैकुंठ कथा सुधा पगा न साधव तदाश्रया न जत्र यज्ञे समखा महोत्सव। जो हरिनाम कीर्तन रूपक महोत्सव अनुष्ठित होउछि सेठारे प्रकृत पक्षे माया सेठा प्रवेश करि पारिबो नाही। चतांग प्रसंगान मम बीर्ज संबितो भवन्ति हृत्कर्ण रसायना कथा तज्जोषणात् आसु अपवर्ग वर्त्मनि श्रद्धा रतिर भक्तिर अनुक्रमिष्यति। शृणतां स्वकथा कृष्ण पुण्य श्रवण कीर्तन युधस्तो ही अभद्राणी विधुनति श्रुतसता। जतेबेले भगवान कृष्ण कथा श्रवण करा जाए बा कीर्तन करा जाए सेठी कौन हुआ जाए ना आम हृदय भितर मैला ध्वंस नष्ट। शृणतांश कथा कृष्ण पुण्य श्रवण कीर्तन हृदस्तो ही अभद्राय। आमर जन्म जन्मांतर मैला हृदय भितर अच्छी। तेणु से जन्म जन्मांतर मैला जिते आम भगवान कथा श्रवण करू कीर्तन करू से सब मैला गुड़िक विध्वंसन हो जाए। तेणु जो भगवान कथा चरित आलोचना होमको से स्थान रहा पड़ो। जो साधु मैंने अच्छा आमको संगलाप करने पड़ो एवं जोटी भगवान दिव्य नाम कीर्तन रूपक महोत्सव अनुष्ठित होची आमे आमको से स्थान को जावाई पड़े। चैतन्य महाप्रभु कलिजुगर जुगावतार सी जो आसी हरिनाम संकीर्तन रूपक महोत्सव एठी कले ब्रह्मा शिव नारद आदि आसिकी ए भौतिक जगत रे आसिले एवं सेमाने जन्म नेले। तांको कथा कौन कह निजे महाप्रभु मध्य सेथिरे पागल हो गए। ए प्रसंग मध्य से विषय कह चैतन्य अवतारे कृष्ण प्रेमे लुब्ध हया श्री चैतन्य अवतारे कृष्ण प्रेम लुब्ध हया ब्रह्मा शिव सनकादि पृथ्वीते जन्मिया ब्रह्मा शिव सनकादि पृथ्वीते जन्मिया कृष्ण नाम लया नाचे प्रेम बन्याय भासे कृष्ण नाम लया नाचे प्रेम बन्याय भासे नारद प्रह्लाद आदि आसे मनुष्य प्रकाशे नारद प्रह्लाद आदि आसे मनुष्य प्रकाशे लक्ष्मी आदि करी कृष्ण प्रेमे लुब्ध हया लक्ष्मी आदि करी कृष्ण प्रेमे लुब्ध हया नाम प्रेम आस्वादिला मनुष्य जन्मिया नाम प्रेम आस्वादिला मनुष्य जन्मिया अन्येर का कथा बने गजेन्द्र नंदन अन्येर का कथा बने गजेन्द्र नंदन अवतरी करें नाम प्रेम आस्वादन अवतरी करें नाम प्रेम आस्वादन चैतन्य गोसाईर लीला
এই তো স্বভাব চৈতন্য গোসাইর লীলা, এই তো স্বভাব ত্রিভুবন নাচে গায় পায়া প্রেম ভাব, ত্রিভুবন নাচে গায় প্রায়া প্রেম ভাব। কৃষ্ণ আদি আর যত স্থাবর জঙ্গম, কৃষ্ণ আদি আর যত স্থাবর জঙ্গম, কৃষ্ণ প্রেমে মত্ত করে কৃষ্ণ সংকীর্তন, কৃষ্ণ প্রেমে মত করে কৃষ্ণ সংকୀର୍ତ୍ତନ। ମଣିଷ କଥା କଣ କହିବା, ଦେବତା ମାନଙ୍କ କଥା କହିବା, ପଶୁ ପକ୍ଷୀ ମାନେ ନାଚିଲେ। ଝାରିଖଣ୍ଡ ବଣରେ ମହାପ୍ରଭୁ ଯାଉଛନ୍ତି, ତାଙ୍କ ସଂକୀର୍ତ୍ତନ ଶୁଣିକି ସେମାନେ ମଧ୍ୟ ବାଘ ସିଂହ ତା ସହିତ ହରିଣ ମଧ୍ୟ ତାଙ୍କ ସହିତ ମିଶିକି ନାଚୁଛନ୍ତି। ଆଉ କାହା କଥା କହିବେ, ଏ କଥା କୁହାଯାଇଛି। ପ୍ରେମ ପୁରୁଷୋତ୍ତମ ଶ୍ରୀ ଗୌରାଙ୍ଗଙ୍କର ଆସ୍ୱାଦିତ ଓ ପ୍ରଚାରିତ କୃଷ୍ଣ ନାମ ସଂକୀର୍ତ୍ତନ ପ୍ରଭାବରେ ବଣର ସିଂହ, ବ୍ୟାଘ୍ର, ଭଲ୍ଲୁକ, ହସ୍ତୀ ପ୍ରଭୃତି ପଶୁପକ୍ଷୀ ସର୍ପାଦି ପ୍ରାଣୀ ପର୍ଯ୍ୟନ୍ତ ପରସ୍ପର ହିଂସା ଶୂନ୍ୟ ହୋଇ ପ୍ରେମାବସର ନୃତ୍ୟ ଓ ଆଲିଙ୍ଗନ କରୁଥିଲେ। ଝାଡ଼ଖଣ୍ଡ ଦେଇ ବୃନ୍ଦାବନ ଯାତ୍ରା କାଳରେ ଏହି ଆଦର୍ଶ ପରିଲକ୍ଷିତ ହୋଇଥିଲା। ପର୍ବତ ଆଦି ସ୍ଥାବର ପର୍ଯ୍ୟନ୍ତ ଶ୍ରୀ ନାମ ସଂକୀର୍ତ୍ତନ ଧ୍ୱନି ସ୍ପର୍ଶ କରି ପୁଲକିତ ଓ ବିଗଳିତ ହୋଇଥିଲେ। ସେହି ସଂକୀର୍ତ୍ତନ ପ୍ରଭାବରେ ବୌଦ୍ଧ, ନାସ୍ତିକ, ମଦ୍ୟପ, ମାୟାବାଦୀ, ଜ୍ଞାନୀ, କର୍ମୀ, ଯୋଗୀ, ତପସ୍ୱୀ, ପାଷାଣ୍ଡୀ ଓ ବିବିଧ ବିଧର୍ମୀ ସ୍ୱ ସ୍ୱ ଧର୍ମ ପରିତ୍ୟାଗ କରି ଶ୍ରୀକୃଷ୍ଣ ନାମ ଉଚ୍ଚାରଣରେ ପ୍ରେମ ପୁଲକିତ ହୋଇଲେ। ମହାପ୍ରଭୁଙ୍କର ସନ୍ନ୍ୟାସ ନେବାର କିଛି ଆବଶ୍ୟକତା ନଥିଲା। ଚୈତନ୍ୟ ମହାପ୍ରଭୁ ସନ୍ନ୍ୟାସ ନେବାର କଣ ଆବଶ୍ୟକତା ଅଛି? ସେ ଗୃହସ୍ଥ ସମୟରେ କଣ ହରିନାମ ପ୍ରଚାର କରୁନଥିଲେ? ଗୃହସ୍ଥ ଯେତେବେଳେ ଥିଲେ ସେ ବି ହରିନାମ ପ୍ରଚାର କରୁଥିଲେ। କିନ୍ତୁ ଦେଖିଲେ ଯେ ମୁଁ ଯଦି ଏଇ ଅବସ୍ଥାରେ ହରିନାମ ପ୍ରଚାର କରିବି, ଧଳା ବସ୍ତ୍ର ପିନ୍ଧି ଯଦି ହରିନାମ ପ୍ରଚାର କରିବି, ତାହେଲେ ଯୋଉମାନେ ସବୁ ଅଛନ୍ତି ମାୟାବାଦୀ, ନାସ୍ତିକ, କୁତର୍କୀ, ଏମାନେ ଖସିକି ପଳେଇ ଯାଉଛନ୍ତି। ତେଣୁ ସେମାନଙ୍କର ଉଦ୍ଧାର କରିବା ପାଇଁ ମୁଁ ଆସିଛି। ପୃଥିବୀତେ ଅଛି ଯତ ନଗରାଦି ଗ୍ରାମ ସର୍ବତ୍ର ପ୍ରଚାର ହୋଇବ ମୋର ନାମ। ତେଣୁ ମତେ ସମସ୍ତଙ୍କ ଭିତରେ କୃଷ୍ଣ ଚେତନା ପ୍ରବେଶ କରିବା ପାଇଁ ପଡିବ। ତେଣୁ ସନ୍ନ୍ୟାସ ଗ୍ରହଣ କଲେ ମୋ କଥାକୁ ସମସ୍ତେ ଶ୍ରବଣ କରିବେ, ମୋ କଥାକୁ ଗ୍ରହଣ କରିବେ, ମତେ ସମ୍ମାନ ଦେବେ। ସେଥିପାଇଁ ମତେ ସନ୍ନ୍ୟାସ ନେଇକି ଏହାକୁ ପ୍ରଚାର କରିବା ପାଇଁ ପଡେ, ନହେଲେ ସନ୍ନ୍ୟାସ ନେବାର କିଛି ଆବଶ୍ୟକତା ନାହିଁ। ପରିବାର ତ୍ୟାଗ କରିବାର କିଛି ଆବଶ୍ୟକତା ନାହିଁ। ପରିବାର ତ ତାଙ୍କର ସବୁ ପ୍ରକାର ସହଯୋଗ କରୁଥିଲେ। ତାଙ୍କର ମାତା ଥିଲେ ବୈଷ୍ଣବୀ, ତାଙ୍କର ପତ୍ନୀ ଥିଲେ ବୈଷ୍ଣବୀ, ପିତା ତ ବୈଷ୍ଣବୀ ଥିଲେ, ପିତା ତ ଚାଲିଗଲେ, ପିତା ବୈଷ୍ଣବ, ସେ ଚାଲିଗଲେ, ବୈଷ୍ଣବ ପରିବାର। କିନ୍ତୁ ସେ ଗୃହତ୍ୟାଗ କାହିଁ କଲେ? କେବଳ ସମସ୍ତ ଜୀବମାନଙ୍କ ଉଦ୍ଧାର ନିମିତ୍ତ। ଏଇଭଳି ଉଦାରତା ଆଉ କେହି ପ୍ରକାଶ କରିନାହାନ୍ତି। ସେଥିପାଇଁ ରୂପ ଗୋସ୍ୱାମୀ କହିଲେ ନମୋ ମହା ବଦାନ୍ୟାୟ କୃଷ୍ଣ ପ୍ରେମ ପ୍ରଦାୟତେ କୃଷ୍ଣାୟ କୃଷ୍ଣ ଚୈତନ୍ୟ ନାମ୍ନି ପୌରୋତ୍ତୀର୍ଷଣ। ଏଇ ପ୍ରକାର ବଦାନ୍ୟ ଅବତାର ଭଗବାନ କୃଷ୍ଣ ମଧ୍ୟ ଦେଇଥିଲେ। ଭଗବାନ କୃଷ୍ଣ ଏଭଳି ଦୟା ପ୍ରଦର୍ଶନ କରିନାହାନ୍ତି। ତେଣୁ ଏ ପ୍ରକାର ଦୟା ପ୍ରଦର୍ଶନ କରୁଛନ୍ତି ଚୈତନ୍ୟ ମହାପ୍ରଭୁ ଏଇ ଭୌତିକ ଜଗତ। ତେଣୁ ଏ ବର୍ଣ୍ଣନା ଆମେ ମାନେ ଜାଣୁଛେ ଯେ ଶ୍ରୀମନ୍ ଚୈତନ୍ୟ ମହାପ୍ରଭୁ ଯେତେବେଳେ ଧରାଧାମରେ ପ୍ରକଟ ହୋଇ ଶ୍ରୀକୃଷ୍ଣଙ୍କର କୀର୍ତ୍ତନ ଯଜ୍ଞ ପ୍ରବର୍ତ୍ତନ କରିଥିଲେ, ସେତେବେଳେ ଏହି ଧରା କିପରି ଆନନ୍ଦମୟ, ପ୍ରେମମୟ, ସୁଖମୟ ହୋଇ ଉଠିଥିଲା। ସ୍ଥାବର ଜଙ୍ଗମ ସମସ୍ତେ ଆନନ୍ଦ ସୁଖ ପ୍ରେମ ଅନୁଭବ କରୁଥିଲେ। ଅନ୍ୟ କଥାରେ ଏହା କୁହାଯାଇପାରେ ଯେ ଦୁଃଖ ପରିପୂରିତ ଏହି ଭୌତିକ ଜଗତ ଦୁଃଖାଳୟ, এই ଦୁଃଖାଳୟ କିପରି ସୁଖମୟ ଆନନ୍ଦମୟ ହୋଇ ପ୍ରକୃତି ବସତି ଯୋଗ୍ୟ ବାସସ୍ଥାନ ହୋଇଥିଲା। ସେମାନେ ମହାପ୍ରଭୁ ଅପ୍ରକଟ ହୋଇ ହେଲା ପରେ ମଧ୍ୟ ଗୌରପ୍ରିୟ ଭକ୍ତଜନଗଣ ମହାପ୍ରଭୁଙ୍କର ସେ ସଂକୀର୍ତ୍ତନ ଆନ୍ଦୋଳନ ସମଗ୍ର ପୃଥିବୀରେ ଚଳାଇଛନ୍ତି। ପୃଥିବୀର ଯେଉଁ ସ୍ଥାନରେ ଏ ପ୍ରକାର ପ୍ରେମୀ ଗୌର ଭକ୍ତଗଣ ଅଛନ୍ତି ଓ ଶ୍ରୀକୃଷ୍ଣ ସଂକୀର୍ତ୍ତନ ଆନ୍ଦୋଳନ ଚାଲିଛି, ପୃଥିବୀର ସେଇ ସ୍ଥାନ ପ୍ରକୃତି ବସତି ଯୋଗ୍ୟ ସ୍ଥାନ ଅଟେ। ଏହି ପ୍ରସଙ୍ଗରେ ଶ୍ରୀ ଚୈତନ୍ୟ ଚନ୍ଦ୍ରାମୃତରୁ ଶ୍ରୀଲ ପ୍ରବୋଧାନନ୍ଦ ସରସ୍ୱତୀ ମଧ୍ୟ ସୁନ୍ଦର ଶ୍ଲୋକ କରିଛନ୍ତି। କୈବଲ୍ୟ ନରକାୟତେ ତ୍ରିଦଶ ପୁରାକାଶ ପୁଷ୍ପାୟତେ ଦୁର୍ଦାନ୍ତ ଇନ୍ଦ୍ରିୟ କାଳ ସର୍ପ ପୁଟଳି ପ୍ରତ୍ଖାତ ଦଂଷ୍ଟ୍ରାୟତେ ବିଶ୍ୱଂ ପୂର୍ଣ୍ଣ ସୁଖାୟତେ ବିଧି ମହେନ୍ଦ୍ରାଦିଶ୍ଚ କୀଟାୟତେ ଯତ୍ କାରୁଣ୍ୟ କଟାକ୍ଷ ଗୌରବେ ବସ୍ତୁମଃ। ଏ କଥା କୁହାଯାଇଛି ଯେ କୈବଲ୍ୟ ନରକାୟତେ, ଯୋଉଟା ମୁକ୍ତି ସ୍ଥିତି, ଯୋଉ ମୁକ୍ତିକୁ ପାଇବା ପାଇଁ ମାୟାବାଦୀ ମାନଙ୍କର କୃଚ୍ଛ ସାଧନା, ସେଇ ମୁକ୍ତିଟା ଭକ୍ତ ମାନଙ୍କ ପାଇଁ ନରକାୟ।
कैवल्य नरकायते त्रिदश आकाश पुराकाश पुष्पायते। आकाश रे फूल फुटिबा के आमे देखिछे? आकाश रे केबे फूल फुटिबा आमे देखिछे कि? आकाश रे फूल फुटिबा जेभଳି उद्भट तथा आकाश रे इंद्रधनु आमे देखिछे वर्षा सरला परे इंद्रधनु देखा जाय, किंतु फूल फुटिबा आकाश रे आमे देखिछे। जेमिति आकाश रे फूल फुटिबा उद्भट व्यापार, सेही भଳି भौतिक जगत रे सुख पाइब बा ये भौतिक जगत रे सुख आशा करबा होछि वृथा। आकाश रे फूल फुटिबा जेमिति उद्भट व्यापार, ये भौतिक जगत रे सुख आशा करबा सेमिति उद्भट कथा कहले। त्रिदश आकाश पुराकाश पुष्पायते दुर्दांत इंद्रिय काल सर्प पटोली प्रख्यात द्रष्टायते। किंतु सेई सुख बा जा कहा जाय ये भौतिक जगत रे दुखालय हेले मते से सुख हमें प्राप्त होई परिबा केतेबेले ना हमर ई जो इंद्रिय माने जहाको काल सर्प सदृश कहा जाउ, सर्प सदृश कहा जाउ, विषधर सर्प सदृश कहा जाउ, से विषधर सर्पर जदि विष दांत गुड़िक भांगी दिया जाउ, जे सापुआ काला सी कौन करे ना साप मानक विषधर सर्प मानक धरिक तार दांत सब भांगी दिए। भांगी देला परे विष दांत भांगी देला परे से जेते जंतन कले मध्य आ किछि कार्य करिबनि। ठीक सेही भଳି भाबरे इंद्रिय मानकु जेतेबेले हमर जे विषधर सर्प सदृश इंद्रिय मानकु जेतेबेले भगवानक सेवारे नियुक्त करा जाय, सेतेबेले जेते दंशन जहा कले मध्य से कोनोसी प्रकार आ किछि विषर कार्य करिबा नै। दुर्दांत इंद्रिय काल सर्प पटोली प्रख्यात द्रष्टायते विश्व पूर्ण सुखायते। जो विश्व को दुखालय बोली कहा जाउछि विश्व पूर्ण सुखालय सेतिकी बेले हबो जेतेबेले समस्त इंद्रिय मानक भगवान को सेवारे नियुक्त करा जियो। अम्बरीश महाराज नवम स्कंद भागवत रे कहछन सबे मनः कृष्ण पदार बिंदयो वाचांसी वैकुंठ गुणानुवर्णने करो हरे मंदिर मार्जनादिषु। प्रथमे मन को आमे भगवान पाद पद्म रख। मन हूँ इंद्रिय मानकर नेता। वाचांसी वैकुंठ गुणानुवन कथा भगवान कथा कह आउ करो हरे मंदिर मार्जना हाथ द्वारा मंदिर मार्जना करवा, कर्ण द्वारा भगवान कथा श्रवण करवा, जिह्वा द्वारा भगवान प्रसाद आस्वादन करवा, नासिका द्वारा भगवान पाद पद्म तुलसी आग्रहण करवा, मस्तक अवनत करवा भगवान पाखे मस्तक अवनत कर प्रणाम करवा, पद द्वारा भगवान तीर्थ परिव्राजन करवा। ए प्रकार भाव में समस्त इंद्रिय मान भगवान सेवा नियुक्त कर विश्व पूर्ण सुखायते। विधि महेंद्रादिश्च कीटायते। जो ब्रह्मा इंद्र इत्यादि जो सुख स्वर्ग रे प्राप्त होचंती से सुख होची जहाँ कहूँ कीट विस्तार जो कीट जो सुख पाउची सेही भली सेमानकर सुखटा सेही भली सुख हेइजिवो जदि आमे एई प्रकार भाव में आम इंद्रिय मान को भगवत सेवा नियुक्त करवा। ये भौतिक जगत को दुखालय कह से भौतिक जगत सुखालय विश्व पूर्ण सुखायते। विधि में अंध्रादिश्च कीटायते जत कारुण्य कथा कह जिते बड़े कृपार कटाक्ष गौरांग महाप्रभुंर कृपार कटाक्ष आम उपर पड़ो। गौरांग महाप्रभुंर कृपार कटाक्ष जो आम उपर पड़ो आमर इंद्रिय मान जो भगवान सेवारे आम नियुक्त करवा एवं सेतेबेले ब्रह्मा शिव बा ब्रह्मा इंद्र जो सुखटा से तुच्छ प्रतीयमान ये कथा प्रभुदान सब तेणु प्रकृत पक्षे ये भौतिक जगत को आम सुखाड़ करवा जो प्रभुपाद भाषा मेक द बेस्ट यूज ऑफ द बेड बार्गेन। आम जो खराब सौदा कर देचे शरीर पाइचे जो शरीर आम प्रति मुहूर्त दुख दौचे किंतु से शरीर को आम जदि भगवत सेवार उपकरण रूप से व्यवहार करें से शरीर तथा से जगत आउ जो संपर्क जो माने अछंती सेमानकु आमे जदि सेही प्रकार व्यवहार करि परिबा बा कृष्ण चेतन सेवा करि परिबा ताहाले से भौतिक जगत सुखालय रे परिणत हो। ए कथा इस ऊपर कहा जायछि। जय ग्रंथराज श्रीमद् भागवतम की, श्रील प्रभुपाद महाराज की, श्रील गुरुदेव की, समवेत गौर भक्त वृंद की, अनंत कोटि वैष्णव वृंद की। जय गौर प्रेमानंद।